ବୋଉର ଗୋଟିଏ ଧାରଣା ଯେ ତାର ବୟସ କ୍ରମେ ବଢ଼ି ବଢ଼ି ଚାଲିଛି, ତାକୁ ଏବେ 83 ଛୁଇଁଲାଣି। ତାର ସମସାମୟିକମାନେ କେତେ ଚାଲିଗଲେଣି, ତାର ମଧ୍ୟ କେତେବେଳେ ଡାକରା ଆସିବ, ଏଇ କଥାକୁ ନେଇ ସେ ପ୍ରାୟ ସମୟ ମୃତ୍ୟୁ ଚିନ୍ତାରେ ବିଷାଦଗ୍ରସ୍ତ। ଏଇ ନକାରାତ୍ମକ ଚିନ୍ତାଧାରା ଏବେ ବୋଉକୁ ଖାଇ ଗୋଡ଼ଉଛି। ତାର ସାଧାରଣ ଜୀବନ ମଧ୍ୟ ଭାରି ପ୍ରଭାବିତ। ଏହି କାରଣକୁ ନେଇ ସେ ଏବେ ଆଗ ଭଳି ଆଉ ବୁଲାଚଲା ନକରି ଖଟରେ ପ୍ରାୟ ସମୟ ପଡ଼ି ରହୁଛି। ତାର ବିଷାଦିତ ହୃଦୟକୁ ଟିକେ ଲାଘବ କରିବା ପାଇଁ, ତା ମନ ଜାଣି ତାର ଭଲମନ୍ଦ ବୁଝିଦେଇ ତା ପାଖରେ ଟିକେ ସମୟ କାଟି ତାର ସେବା ଯତ୍ନ କରି ତାକୁ ଟିକେ ଖୁସି କରାଇବାର ଏହା ମୋର ପ୍ରୟାସ। ହୁଏତ ମୋର ଏଇ ସେବା ମନୋବୃତ୍ତି ତା ହୃଦୟରେ ହୁଏତ କିଛି ପରିବର୍ତ୍ତନ ଆଣିଦେବ ଏବଂ ସେ ବାକି ଜୀବନ ସେ ଖୁସିରେ କଟାଇବ। ଦେଖାଯାଉ ଆଗକୁ ସେ ତାର ଏଇ ନକାରାତ୍ମକ ଚିନ୍ତାଧାରାରେ କେତେ ପରିମାଣରେ ପରିବର୍ତ୍ତନ କରୁଛି।